ମାଣବସା ଲକ୍ଷ୍ମୀ ପୁରାଣ। ନମସ୍ତେ କମଳା ମାଗ ସାଗର ଦୁର୍ଲଣୀ। ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ। ନମସ୍ତେ କମଳା ମାଗ ଅତି ଦୟାବତୀ। ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନୀତି। ତର ଦୟା ବଳେ ମାଗ ଦରିଦ୍ର ଜନର। ହୁଅଇ ଅଚଳ ବିତ ଜିଣଇ କୁବେର। ତର ଦ୍ରୋହୀ ଜନେ ମାଗ ଅନ୍ନ ମିଳଇ। ଯେତେ ଅରଜିଲେ କେବେ ପେଟ ନ ପୁରଇ। ତହର ଚରିତ ମନ ଦେଇ ଯେ ଶୁଣଇ। କିୟ ବା ଭକତି ଭାବେ ସର୍ବଦା ଗୁଣଇ। ତାହାର ଦରିଦ୍ର ପଣ ଯାଏ ଦୂର ହୋଇ। ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାଇ। ଏଣୁ ତ ଚରଣେ ମାଗ ଅଶେଷ ପ୍ରଣାମ। କରୁଛି ପୁରାଓ ବାରେ ମୋର ମନସ୍କାମ। ତଚରିତ କିଞ୍ଚିତେ ମୁଁ କରିବି ରଚନା। ଜଗତ ଜନନୀ ବାରେ ଦିଅ ଦିବ୍ୟ ଜ୍ଞାନ। ଦିନେ ନାରଦ ପରାଶର ମୁନି ଦୁଇ। ଭ୍ରମି ଭ୍ରମି ଏକ ଗ୍ରାମେ ପ୍ରବେଶିଲେ ଯାଇ। ସେହିଦିନ ମାର୍ଗଶିର ମାସ ଗୁରୁବାର। ପର୍ବ ପଡ଼ିଥିଲା ସର୍ବପୁରବାସୀଙ୍କର। ପ୍ରତି ଘର ଦ୍ୱାର ଗୋମୟରେ ଲିପା ହୋଇ। ଲକ୍ଷ୍ମୀ ପାଦ ପଦ୍ମ ଚିତା ପଡ଼ିଥିଲା ତହିଁ। ନାରୀମାନେ ସ୍ନାନ ସାରି ପିନ୍ଧି ଝିନ ବାସ। ଲକ୍ଷ୍ମୀଙ୍କ ପୂଜାରେ ସର୍ବେ ହୋଇଛନ୍ତି ବଶ। ବ୍ରାହ୍ମଣଙ୍କ ଠାରୁ ଯେ ଚଣ୍ଡାଳ ପର୍ଯ୍ୟନ୍ତେ। ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ। ହୁଳହୁଳି ଶବଦରେ ପୂରିଛି ଗଗନ। ଦେଖି ଏ ଉତ୍ସବ ରୀତି ବିଧାତା ନନ୍ଦନ। ପଚାରନ୍ତି ପରାଶର ମୁନି କୁଦନ୍ତ। କହ କହ ତପୀବର ଏ କିସ ଚରିତ। ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ। କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ। କେଉଁ ବ୍ରତ କି ଉପାସ ଅଟେ ଏହା ନାମ। କାହାକୁ କରନ୍ତି ପୂଜା ତାର କି ନିୟମ। ଏହା ଶୁଣି ପରାଶର ହୋଇ ହସ ହସ। କହନ୍ତି ବଚନ ଧୀରେ ଶୁଣ ବିଧି ଶିଷ୍ୟ। ଏ ଧାନ ମାଣିକା ଗୁରୁବାର ଯେ ଅଟଇ। ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ। ସବୁ ମାସ ମାନଙ୍କରେ ମାର୍ଗଶିର ସାର। ତହିଁରେ ପଡ଼ଇ ଯେଉଁ ଯେଉଁ ଗୁରୁବାର। ଲକ୍ଷ୍ମୀଙ୍କର ପ୍ରିୟ ସେହି ବାର ମାନ ଜାଣ।
ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ। ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର, ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର। ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟଇ ସେ ବ୍ରତ, ଏହା କହି ପରାଶର ହେଲେ ମୌନ ବ୍ରତ। ପୁଣି ତାହାଙ୍କୁ ପୋଛିଲେ ବ୍ରହ୍ମାଙ୍କ କୁମର, ଲକ୍ଷ୍ମୀ ବ୍ରତ କରିଥିଲେ ମର୍ତ୍ତେ କେଉଁ ନର। ତହିଁରୁ ସେ କେଉଁ ଶୁଭ ଫଳ ଲଭିଅଛି, ଲକ୍ଷ୍ମୀ ଦୋହୀ ହୋଇ କରି କେ ଦୁଃଖ ପାଇଛି। ଏହା ସବୁ ମୋ ଆଗରେ କହତ ପିସାଇ, ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପୁଜଇ। ନାରଦ ବଚନ ଶୁଣି ପରାଶର ମୁନି, କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ। ଧନ୍ୟ ହେ ନାରଦ ତୁମ୍ଭେ ପବିତ୍ର ଚରିତ୍ର, ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇଅଛ ରତ। କହୁଅଛି ପୁରାତନ କଥା ଅଛି ଯାହା, ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା। ଏକ ଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ, କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ। ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ, ତୁମ୍ଭେ ଆଜ୍ଞା ଦେଲେ ନଗ୍ର ବୁଲି ଯିବି ମୋହି। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ର ହିଁ ବୁଲିବ, ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ। ପ୍ରଭୁଙ୍କ ମୁଖରୁ ମାତ ଏମନ୍ତ ଶୁଣିଲେ, ବସ୍ତ୍ର ଅଳଙ୍କାର ମାନ ଯତନେ ପିନ୍ଧିଲେ। ନାସିକାରେ ନବରତ୍ନ ବସଣି ଖଞ୍ଜିଲେ, ଚଉଷରୀ ରତ୍ନମାଳା କଣ୍ଠେ ଲମ୍ବାଇଲେ। କରରେ ବାହୁଟି ରମ୍ୟ ବଳୟ କଙ୍କଣ, ସୁନା ସୂତା ମାଣିକ୍ୟ ପଦକ ଆଭରଣ। ବାଜେଣି ନୂପୁର ମାତା ପୟରେ ଖଞ୍ଜିଲେ, ଏପରି ନାନା ଭୂଷଣେ ସୁବେଶ ହୋଇଲେ। ଯେ ବଣ ମାତାଙ୍କ ଅଧିକାର ତିନି ପୁର, ଆଭରଣ କେତେ ମାତ୍ର ଦେବା ପଟାନ୍ତର। ଶୁଣ ହେ ନାରଦ ଏହା ହୋଇ ଏକଚିତ, ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ନାଥ, ପ୍ରବେଶ ହୋଇଲେ ଯାଇ ସାଧୁର ଦୁଆରେ। ସାଧବାଣୀ ଉଭା ହୋଇଥିଲା ସେଇଠାରେ, ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ, ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ। ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର, ଗୁରୁବାର ଲିପା ପୋଛା କରି ନାହୁଁ କିମ୍ପା ଘର ଦ୍ୱାର। ସାଧବାଣୀ ଏହା ଶୁଣି ବୋଲଇ ସେ କ୍ଷଣି, କି ରୂପେ ବ୍ରତ ହୁଏ କାହା ପୂଜା ପୁଣି। ବୁଝାଇ ତା ସବୁ କହ ହେ ନାନୀ ଗୋସାଇଁ, ଅଇଲେ ମନକୁ ସେ ବ୍ରତ ମୁଁ କରିବଇଁ। ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ, ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ।
ମାର୍ଗଶିର ମାସେ ଯେଉଁ ଆଦ୍ୟ ଗୁରୁବାର, ସେଦିନ ସାରୁ ସେଜ ଛାଡ଼ି ତତ୍ପର। ଗୋମୟ ଜଳରେ ଘର ଦୁଆର ଲିପିବ, ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ନୂଆ ମାଣ ଗୋଟିଏ ଅଣାଇ ଯତ୍ନ ବେଗେ, ଧୋଇ ଧାଇ କରି ତାକୁ ଶୁଖାଇବ ଆଗେ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର, ଚାଉଳକୁ ବାଟି ଚିତା ଲେଖିବ ସମସ୍ତ। ତହିଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ, ଚଉକି ବା ଖଟୁଲିଏ ଆଣିବ ତ୍ୱରିତ। ତାକୁ ଧୋଇ ତା ଉପରେ ଦେବ ନୂଆ ଧାନ, ରଙ୍ଗ କଳା ନୁହିଁ ହୋଇଥିବ ଶୁକ୍ଳ ବର୍ଣ୍ଣ। ତହୁଁ କିଛି କୋଡ଼ାଇ ଯେ ସେ ନୂଆ ମାଣରେ, ଧାନ ମାଣ ଯେ ପୂରାଇ ରଖିବ ତାପରେ। ସେ ଧାନ ମାଣ ଉପରେ ଗୁଆ 3 ଗୋଟି, ହଳଦୀ ପାଣିରେ ତାହା ଧୋଇ ଥୋଇବଟି। ସକଳ ଧାନର ସିସା ରଖି ମେଣ୍ଟି କରି, ମାଣ ଉପରେ ତାହାକୁ ଥୋଇବ ବିଚାରି। ଗୁଆକୁ ମୂଳା କଦଳୀରେ ସଜାଡ଼ିବ, ପଟା ଦିରଙ୍ଗ ବସନ ପୁଷ୍ପେ ମଣ୍ଡାଇବ। ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ, ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ। ପ୍ରଥମରେ ବାଳ ଧୂପ ତାପରେ ଶଙ୍ଖୁଡ଼ି, ଏପରି କରିବ 3 ଧୂପକୁ ସଜାଡ଼ି। ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି, ସୁଦଶା ବୋଲି ତା ନାମ ଲୋକେ ପ୍ରକଟିଛି। ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ, ହୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ। ସେଦିନ ଉଷାରୁ ଉଠି ଲିପି ଘର ଦ୍ୱାର, ଝୋଟି ଆଦି ଚିତା ଦେବ ପୂର୍ବ ପରକାର। ସ୍ନାନ ସାରି ଗୃହେ ପଦ୍ମ ମଣ୍ଡଳ ଲେଖିବ, ତହିଁ ପରେ ଧୋଇ ଏକ ଖଟୁଲି ରଖିବ। ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଥୋଇବ, ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ। ଦଶଖିଅ ସୂତାରେ ଯେ ପ୍ରତ୍ୟେକ କରିବ, ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ। 10 କେରା ଦୁବରେ ଯେ ବ୍ରତ ଗୁଡ଼ାଇବ, ମହାଲକ୍ଷ୍ମୀ ଗୁଆ ପାଶେ ତାହାକୁ ଥୋଇବ। କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ, ବ୍ରତ ଡୁର ଆଣି ତହିଁ ଥୋଇବ ବହନ। ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି, ତାପରେ ଯା ଭୋଗ ଦେବ ଶୁଣ ହେତୁ କରି। ଅରୁଆ ଚାଉଳ 1 ମାଣ ଚିନ୍ତାଇବ, ତାକୁ କୁଟି ଚୂନା କରି ଯତନେ ରଖିବ। କଦଳୀ ନଡ଼ିଆ ଛେନା ଆଦି 10 ପୁର ଦେଇ 10 ଗୋଟି ମଣ୍ଡା କରିବ ସତ୍ୱର। ମହାଲକ୍ଷ୍ମୀଙ୍କୁ ତା ପୂଜା କରି ଭକ୍ତି ଚିତ୍ତେ, ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ।
ମହାଲକ୍ଷ୍ମୀ ପ୍ରସାଦ ଯେପରକୁ ନ ଦେବ, ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ। ଏ ଉତ୍ତାରୁ କଥା ଏକ ମନ ଦେଇ ଶୁଣ, ଗୁରୁବାର ଦିନ ଯେଉଁ କଥା ନିବାରଣ, ସେ କଥା କହୁଛି ଏବେ ସାଧବାଣୀ ଶୁଣ। କେବେ ନ ଭାଜିବ ଖଇ ଗୁରୁବାର ଦିନ, ଯେଉଁ ନାରୀ ଗୁରୁବାର ଦିନରେ ଆମିଷ, ଭୁଞ୍ଜଇଲୁ ଭରେ କିବା ନ ପଖାଳେ କେଶ, ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ, ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗି ଦିଅନ୍ତି ଗେଲ। ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣଇ, ଲାଉରେ ଆମିଷ ଦେଇ ସେ ଗ୍ରାସ କରଇ, ଖଟର ଛାୟାରେ ଯେଉଁ କରଇ ଶୟନ, ରାତ୍ର କାଳେ ଦଧିଅନ୍ନ ଯେ କରେ ଭୋଜନ, ଖଇର ହୁଏ ଯେଉଁ ଯାଇ ନାପିତର ଦ୍ୱାରେ, ଭୋଜନ ସମୟେ ଅନ୍ନ ପକାଏ ଭୂମିରେ, ଭୁଞ୍ଜି ନ ପାରିଣ ଅନ୍ନ ଫୋପଡ଼ାଇ ଦିଏ, ଏତେ କର୍ମ ଯେ କରେ ସେ ଲକ୍ଷ୍ମୀକୁ ନ ପାଏ। ଗୁରୁବାର ଦିନ ସକାଳୁ ଯେ ଗୁମୟରେ, ଦୁଆର ଯେ ନ ଲିପଇ ଅଳସ ପଣରେ, ଚୁଲିରୁ ନ କାଢ଼େ ପାଂଶ ଭକ୍ଷେ ଯେ ଆମିଷ, ଏମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୁଷ, ଧନ ଜନ ସବୁ ତାର ହରଣ କରନ୍ତି। ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି, ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା, ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା। ଯେଉଁ ଗୁରୁବାରେ ଯେଉଁ ନାରୀ ପିଲାକୁ ମାରଇ, କିବା ପାକ ହାଣ୍ଡି ଧୋଏ କଳା ନ ଛାଡ଼ଇ, ସନ୍ଧ୍ୟା ଗଡ଼ିଗଲେ ଯେ ଦିଅଇ ସନ୍ଧ୍ୟାବତୀ, ଧନ ପୁତ୍ର ହାନି ହୁଏ ସଦା ବହୁ କ୍ଷତି। ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ, ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ, ଅମାବାସ୍ୟା ସଂକ୍ରାନ୍ତିରେ ଯେ ବୁଲାଏ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ, ସଭାରେ ବସିଣ ଯେ ମାନବ ମିଛ କହି, ଆଳସ୍ୟ ପାଦ ନ ଧୋଇ ଯେ ଭୁଞ୍ଜି ବସଇ, କୁଷ୍ମାଣ୍ଡ ଫଳକୁ ଯେଉଁ ରମଣୀ କାଟଇ, ଋତୁମତୀ ନାରୀ କି ଯେ ରମଣ କରଇ, କନ୍ୟା ତୁଳା ମାସେ ପିତୃ ଶ୍ରାଦ୍ଧ ନ କରଇ, କଥା କହୁ କହୁ ସବୁବେଳେ ଯେ ହସଇ, ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ, ଆୟୁ ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ। ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ଦିନ, ରଜନୀରେ ସ୍ତ୍ରୀ ପୁରୁଷ କଲେ କ ଭୋଜନ,
କିବା ଏହି 3 ଦିନ ଯେଉଁ ନାରୀ ମୁହେ ପୁରୁଷ ସାଙ୍ଗରେ ମାତି ଧର୍ମକୁ ନ ଚାହେଁ ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ ବୁଲନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ ଏ 3 ଦିନ ଯେଉଁ ତିକ୍ତ ଦ୍ରବ୍ୟ ଖାନ୍ତି ଅନ୍ତକାଳେ ଯମ ଦ୍ୱାରେ ନାନା ଦଣ୍ଡ ପାଆନ୍ତି ଏ 3 ଦିନ ଯେ ନାରୀ କରଇ ହବିଷ୍ୟ ଦୁଃଖୀ ରଙ୍ଗୀ ଦେଖି ଦାନ କରଇ ବିଶେଷ କରେ ଲକ୍ଷ୍ମୀ ବ୍ରତ ଲକ୍ଷ୍ମୀ ବାରେ ଉପବାସ ବଢ଼ଇ ତାହାର ଧନ ଜନ ଆୟୁ ଯଶ ସକାଳୁ ସେଜରୁ ଉଠି ଯେ ମୁଖ ନ ଧୁଏ ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ ରାତ୍ର ଶେଷେ ବାସି ସେ ଯେ କରେ ଶୟନ ତା ଗୃହକୁ ଲକ୍ଷ୍ମୀ ତ୍ୟାଗ କରନ୍ତି ବହନ ଆସନ ବିନା ଯେ ଭୂମି ପରେ ବସି ଖାଏ କିବା ଯେ କୁମାରୀ ସଙ୍ଗତରେ କାମ ମୋହେ ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜିବ ସଇ ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ ସନ୍ଧ୍ୟାରେ କୁଣ୍ଡାଇ କେଶ ବାନ୍ଧେ ଯେଉଁ ନାରୀ କେବେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ ଭୋଜନ କରି ଯେ ମୁଖ ଶୋଧନ ନ କରେ ଭୋଜନ କରଇ ଯେଉଁ ଅନ୍ଧକାର ଘରେ ସ୍ନାନ ପରେ ହୁଅଇ ଯେ ତୈଳ ମର୍ଦନ କରଇ ଯେ ନଖ ମୁନେ ଭୂମି ବିଦାରଣ ପିନ୍ଧିଥିବା ଲୁଗା ସେ ଯେ ବିଞ୍ଚି ହୁଅଇ ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁ ଯେଉଁ ନାରୀ ନିଜ ପତି ଠାରେ ରୋଷ ବହେ ସ୍ୱାମୀ ଯାହା ବୋଲେ ତାହା ନ କରେ କେବେ ପର ପୁରୁଷରେ ଯେଉଁ ହୋଇଥାଏ ରତ ପରିଷ୍କୃତ ନୁଇଁ ହୁଏ ଯେ ନାରୀ କୁତ୍ସିତ ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି କାଙ୍ଗାଳିନୀ ହୋଇ ବାର ଦ୍ୱାର ସେ ବୁଲନ୍ତି କଳହ ଅଳସିଅତି ଅପ୍ରିୟ ସାହସୀ ଦେବ ବିପ୍ର ଅତିଥିରେ ନୁହଁ ବିଶ୍ୱାସୀ ଏପରି ନାରୀ ଯା ଗୃହେ ଥାଏ ସେ ଶ୍ମଶାନ ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ ଯେଉଁ ନାରୀ ଭକ୍ତି ଚିତେ ନ ସେବେ ସ୍ୱାମୀକୁ ସେହୁ ଜନ୍ମେ ଜନ୍ମେ ହୁଏ ସ୍ୱାମୀ ଦୁଃଖେ ଦୁଃଖୀ ଯେଉଁ ନାରୀ ସ୍ୱାମୀ କି ଦେବତା ସମମଣି ସେବା କରି ତୁସୁଥାଏ ତାର ମତି ଚିହ୍ନି ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ ସାନ ବଡ଼ ସମସ୍ତକୁ ସମଭାବେ ଚାହେଁ ପରଶିବା କାଳେ ପକ୍ଷପାତ ଯେ ନ କରେ ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଢ଼େ ସମାନରେ ପତିର ଆଜ୍ଞାକୁ କେବେ ନ ପକାଏ ତଳେ ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ଦୁଃଖୀ ହୋଇ ଚଳେ
ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି। ତାର ଦୁଃଖ ନୟନରେ କେବେ ନ ଦେଖନ୍ତି। ଏ ମର୍ତ୍ତ୍ୟମଣ୍ଡଳେ ସେହୁଁ ବହୁ ସୁଖ ପାଏ। ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ। ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ। ଅନୁକ୍ଷଣେ ମଜି ରହେ ପ୍ରମୋଦ ରଙ୍ଗରେ। ସଧବା ନାରୀର ପତି ବିନା ନାହିଁ ଗତି। ତପ ଜପ ଦେବ ପୂଜା ତାହାର ନୀତି। ପତି ସେବା ଛାଡ଼ି ବୃଥା ବ୍ରତ ଯେ କରଇ। ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ। ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ। ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି। ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ। ସଦାବେଳେ କରନ୍ତି ଉତ୍ତମ ଆଚରଣ। ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ। ପତି ସେବା ବିନା ନାହିଁ ନାରୀଙ୍କର ଗତି। ପତି ପ୍ରାଣା ନାରୀ କରେ ଦେବଲୋକ ଗତି। ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା। ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା। ପତି ସେବା ବରଜି ଯେ ମାତି ଗରବରେ। ଗୁରୁବାରରେ ଲକ୍ଷ୍ମୀ ବ୍ରତ ସେ ଯଦି ନ କରେ। ତାହାର ନୁହଁଇ ଭଲ ଜନମେ ଜନମେ। ଦୁଃଖ ସୁଖ ରୋଗ ଭୋଗ ସଂସାର ସେ ଭ୍ରମେ। ଏମନ୍ତ ତିଆରି ସାଧ ବାଣୀକି କହିଲେ। ଆଜିଠାରୁ ଲକ୍ଷ୍ମୀ ବ୍ରତ କର ଯା ବୋଇଲେ। ନ କଲେ ସର୍ବ ସମ୍ପଦ ତର କ୍ଷୟ ଯିବ। ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ। ଶୁଣ ହେ ନାରଦ ଠାକୁରାଣୀ ଏହା କହି। ସେଠା ବରୁ କେତେ ଦୂର ପଥ ଗଲେ ବାହି। ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ। କାହାରି ଦୁଆରେ ସେହି ସୂଚି ନ ଦେଖିଲେ। କେବଳ ଯୁବତୀ ନିଦେ ହୋଇ ଅଚେତନ। କାହାର ଫିଟି ଯାଇଛି ପିନ୍ଧିଲା ବସନ। କାହାର ଶିରର କେଶ ମୁକୁଳିତ ହୋଇ। ଭୂମି ପରେ ପଡ଼ିଅଛି କେରି କେରି ହୋଇ। ଏହି ରୂପେ ମହାଲକ୍ଷ୍ମୀ ଦେଖି କରି ଗଲେ। ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ। ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର। ତାହାର ମହିମା ଯେ ଦେବଙ୍କୁ ଅଗୋଚର। ପ୍ରତିଦିନ ଖର କଇ ଗୁଣ୍ଡିଚା ନଗର। ବିଷ୍ଣୁ ଭକତିରେ ସେ ଯେ ଅତି ତତ୍ପର। ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା। ଏକ ବନ ଗାଈର ଯେ ଗୋବର ଆଣିଲା। ଉତ୍ତମ କରିଣ ଘର ଦ୍ୱାର ଖୋଲି ପିଇଲା। ଛଡ଼ା ପାଣି ମୁନ୍ଦାଏ ଦୁଆରେ ପକାଇଲା। ଅରୁଆ ଚାଉଳ ବାଟି ଘରେ ଝୁଟି ଦେଲା। 16 କୋଠି କରି ଦିବ୍ୟ ପଦ୍ମେକ କାଟିଲା। 10 ମୁଖ ଦୀପାବଳି ମଣ୍ଡଳେ ଜାଳିଲା। 10 ବନ ଫଳ ମୂଳ ମଣ୍ଡଳେ ବାଢ଼ିଲା। ସୂତା 10 ଖିଅ ନେଇ ମଣ୍ଡଳେ ଥୋଇଲା। ମନର ଚଞ୍ଚଳେ ପୁଣି ବେଗେ ଚଳିଗଲା। ଉଆ ଚାଉଳ ଯେ ଆଉ ଦୁବ 10 କେରା। ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା।
ଲକ୍ଷ୍ମୀ ନାରାୟଣ ବୋଲି ସୁମରଣା କଲା। ନମସ୍ତେ ନମସ୍ତେ ମାଗ ହରିଙ୍କ ଘରଣୀ, ମୁହିଁ ଛାରହୀନ ଜାତି ନ ଜାଣଇ ପୁଣି। ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ, କିଞ୍ଚିତ ଭକତି ମୋର ଘେନ କମଳିନୀ। ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ, ସହି ନ ପାରିଲେ ଚଣ୍ଡାଳୁଣୀର ଦଇନୀ। ପଦ୍ମ ଫୁଲ ଦେଖି ତାଙ୍କ ବଢ଼ିଲା ଶରଧା, ଦୁଇ ପାଦ ଦେଇ ମାତା ପଦ୍ମେ ହେଲେ ଉଭା। ଚଣ୍ଡାଳୁଣୀ ଘର ଗୋଟି ପାଇଲା କଶୁଭା, ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା। ବୋଇଲେ ଲୋ ଚଣ୍ଡାଳୁଣୀ ମାଗି ଘେନ ବର, ପ୍ରସନ୍ନ ହୋଇଲି ଦୁଃଖ ନାଶିବି ତୋହର। ଚଣ୍ଡାଳୁଣୀ କହୁଅଛି ଶିରେ କର ଦେଇ, କି ବର ମାଗିବି ମାଗ ମାଗି ନ ଜାଣଇ। ଗୋଗୋଷ୍ଠକୁ ଦେବୁ ମୋର ଲକ୍ଷେ ପଦ୍ମ ଗାଇ, କୁବେର ସମାନ ଧନ ଦେବୁ ମାତ ତୁହି। କୂଳକୁ ନନ୍ଦନ ଯେ ହସ୍ତକୁ ସୁନା ବାହି, ଚାରି ଯୁଗେ ବସିବି ଅମର ବର ପାଇ। ଲକ୍ଷ୍ମୀ ଶୁଣି ବୋଇଲେ ତୁ ହୋଇଲୁ କି ବାଇ, ଏ ସମସ୍ତ ବର ତତେ ଦେଇ ତ ପାରଇ। ଅମର ବର ଦେବାକୁ ଶକ୍ତି ନାହିଁ ମୋର, ଏହି ବର ମାଗିଲୁ ତୁ କେମନ୍ତ ପ୍ରକାର। ଯେତେ ଦିନ ଜିଇଥିବୁ ଐଶ୍ୱର୍ଯ୍ୟ ଭୁଞ୍ଜିବୁ, ଅନ୍ତକାଳେ ଯାଇ ବିଷ୍ଣୁ ପଞ୍ଜରେ ପଶିବୁ। ମୋହର ଏ ବ୍ରତ କରୁଥିବୁ ସବୁଦିନ, ଲକ୍ଷ୍ମୀ ନାରାୟଣ ପାଦେ ଥିବ ତୋର ମନ। ଶୁଣ ହେ ନାରଦ ଏବେ ହରି ବଳରାମ, ମୃଗୟ ନିମନ୍ତେ ଯାଇଥିଲେ ଘୋର ବନ। ଯୁଗ ବଳେ ବଳରାମ ଏ କଥା ଜାଣିଲେ, ଡାକି କରି ଶ୍ରୀହରିଙ୍କୁ ଏମନ୍ତ କହିଲେ। ଦେଖ ଦେଖ କହ୍ନେଇ ତ ଭାରି ଯାଚାର, ଉଭା ହୋଇଅଛଇ ଯେ ଚଣ୍ଡାଳୁଣୀ ଘର। ହାଡ଼ି ଘରେ ଥିବେ ଲକ୍ଷ୍ମୀ ପ୍ରାଣ ଘରେ ଥିବେ, ସ୍ନାନ ନ କରିଣ ବଡ଼ ଦେଉଳେ ପଶିବେ। ଏହି ରୂପେ ସବୁଦିନେ ଦେଉଳେ ପଶୁଛି, ଦୁଇ ଗୋଟି ଭାଇଙ୍କୁ ବିଟାଳ କରାଉଛି। ଦାରିଦ୍ର୍ୟ ଭଞ୍ଜିନୀ ନାମ ଯେଣୁ ଅଛି ବହି, ଦରିଦ୍ରମାନଙ୍କ କଷ୍ଟ ନ ପାରଇ ସହି। ସୁଦଶା ନାମରେ ଏକ ବ୍ରତ ଯେ ତାହାର, ଏହି ବ୍ରତେ ଚଣ୍ଡାଳୁଣୀ ପୂଜଇ ପୟର। ଭାରି ଯାରେ କାର୍ଯ୍ୟ ଯେବେ ଅଛି ରେ କହ୍ନାଇ, ଚଣ୍ଡାଳ ସାହିରେ ନଗ୍ର ତୁଳ ବେଗେ ଯାଇ। ଆମ୍ଭ ବାକ୍ୟ ମାନି ତାଙ୍କୁ ଦିଅ ଘଉଡ଼ାଇ, ଏପରି ଘରଣୀ ଥିଲେ ଭଲ ଗତି ନାହିଁ। ଗୋବିନ୍ଦ ବୋଇଲେ ଭାଇ ଘଉଡ଼ାଇ ଦେବା, ଲକ୍ଷ୍ମୀ ପରା ଭାରି ଯାକୁ ଆଉ କି ପାଇବା। ସେ ଯେବେ ଦୋଷ କରିଛି ଏମନ୍ତ କରିବା, ସ୍ୱର୍ଗପୁର ଲୋକଙ୍କୁ ହକାରି ଅଣାଇବା। 5 ଲକ୍ଷ ଟଙ୍କା ଦେଇ ଜାତି କରାଇବା, ଆଉ ବେଳେ ତାର ଯଦି ଅନୀତି ଦେଖିବା। ଦେଉଳ ଭିତରୁ ତାକୁ ଦେବା ଘଉଡ଼ାଇ, ଏକଥା ପ୍ରମାଣ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭାଇ। ନ ଜାଣି ଯେ ଦୋଷ କଲେ ସିନ୍ଧୁରାଜ ଜେମା, ବାରେ ମାତ୍ର ଭାଇ ତାଙ୍କ ଦୋଷ କର କ୍ଷମା। ବଳରାମ ବୋଲୁଛନ୍ତି ଶୁଣ ଭାବଗ୍ରାହୀ,
ତୋର ଲକ୍ଷ୍ମୀ ଥିଲେ ମୁହିଁ ରହିବଇ ନାହିଁ। ଭାରି ଯାଅ ଅଟଇ ସିନା ପାଦର ପାଣ୍ଡୋଏ। ଭାଇ ଥିଲେ କୁଟି ଭାର୍ଯ୍ୟା ମିଳି ଯେ ପାରଏ। ଭାର୍ଯ୍ୟାଠାରେ ଲୁଭ ଯେବେ ଅଛି ରେ କହ୍ନାଇ। ଚଣ୍ଡାଳ ସାହିରେ ତୁ ନର ତୁଳ ଯାଇ। ମୋର ବଡ଼ ଦେଉଳକୁ ଆଉ ନ ଆସିବୁ। ମାଇପକୁ ଘେନି ଦାଣ୍ଡ ବାହାରେ ରହିବୁ। ଧିକାର ବଚନ ପ୍ରଭୁ ସହି ନ ପାରିଲେ। ଛାଡ଼ିବି ବୋଲିଣ ରଙ୍ଗ ଅଧରେ କହିଲେ। ଦେଉଳର ସିଂହଦ୍ୱାରେ ପ୍ରବେଶ ହୋଇଲେ। ଊର୍ଦ୍ଧ୍ୱମୁଖ ହୋଇ ପ୍ରଭୁ ନିଶ୍ୱାସ ଛାଡ଼ିଲେ। ଶୁଣ ହେ ନାରଦ ତେଣେ ଶ୍ରିୟା ଚଣ୍ଡାଳୁଣୀ। ପୂଜା କରୁଥିଲା ଲକ୍ଷ୍ମୀଙ୍କର ପାଦ ବେନି। ତାହାର ପୂଜାରେ ଦେବୀ ସନ୍ତୁଷ୍ଟ ହୋଇଲେ। ଯାଚିଣ ଅନେକ ବର ପ୍ରଦାନ ଯେ କଲେ। କୁଟୀର ଖଣ୍ଡିକ ଥିଲା ବିଲୋରୀର ବାସ। ଲକ୍ଷ୍ମୀ ଦୟା କଲେ ତାକୁ ଚନ୍ଦନ ଉଆସ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କନ। ଚାରିକୁଣେ ଦେଲେ ତାକୁ ଶୁଦ୍ଧ ଯେ ସୁବର୍ଣ୍ଣ। ଯେଉଁ ଚଣ୍ଡାଳୁଣୀ ଘରେ ନଥିଲା କପୁତ୍ର। ଲକ୍ଷ୍ମୀ ଦୟା କଲେ ତାର ହେଲା 5 ପୁତ୍ର। ଧନବତୀ ଧନପୁତ୍ରବତୀ ହୁଅ ବୋଲି ଯେ ବୋଇଲେ। ବର ଦେଇଣ ସେଠାରୁ ବିଜେ କରିଗଲେ। ଲକ୍ଷ୍ମୀ ହେତୁ ଚଣ୍ଡାଳୁଣୀ ହେଲା ଭାଗ୍ୟବତୀ। ଏବେ ଶୁଣ ହେ ନାରଦ ଅପୂର୍ବ ଭାରତୀ। ସିଂହଦୁଆରେ ବିଜୟ ଲକ୍ଷ୍ମୀ ମହାମାଇ। ଦେଖିଲେ ଦୁଆରେ ବସିଛନ୍ତି ବେନି ଭାଇ। ବୋଇଲେ ହେ ବାଟ ଛାଡ଼ ଭିତରକୁ ଯିବି। ଦଶମୀ ଯୋଗାଡ଼ ମୁହିଁ ମଣୁହି ରାନ୍ଧିବି। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ହୋଇଲ କି ବାଇ। ଚଣ୍ଡାଳ ସାହିକି ଯାଇଥିଲ କାହିଁ ପାଇଁ। ଆମ୍ଭେ ନ ଦେଖୁଣୁ ଯେ ଦେଖିଲେ ବଡ଼ ଭାଇ। ଆମ୍ଭେ ଦେଖିଥିଲେ ସିନା ଦିଅନ୍ତୁ ଘୋଡ଼ାଇ। ଯାଅ ଲକ୍ଷ୍ମୀ ତୁମ୍ଭରେ ଗୋ ଆଉ କାର୍ଯ୍ୟ ନାହିଁ। ଧିକାର ବହୁତ ମୋତେ କଲେ ବଡ଼ ଭାଇ। ହାଡ଼ିଦ୍ୱାରେ ଥିବ ଲକ୍ଷ୍ମୀ ଥିବ ପାଣ ଦ୍ୱାରେ। ସ୍ନାନ ନ କରି ପଶୁଛି ଦେଉଳ ଭିତରେ। ତାଠାରୁ ପାପିନୀ ଆଉ ସଂସାରରେ ନାହିଁ। ମୋହର ବଚନ ଏବେ ଶୁଣ ପ୍ରାଣ ସହି। ଜଗତେ ବୁଲନ୍ତି ତତେ ବାଇ ଠାକୁରାଣୀ। ବାଇ ପ୍ରାୟ ବୁଲୁଥାଉ ହୋଇ ମଘରଣୀ। ଏକ ଘର କରାଉ ସହସ୍ର ଘର ଭାଙ୍ଗି। ସହସ୍ର ଘର କରାଉ ଏକ ଘର ଭାଙ୍ଗି। ଏମନ୍ତ ପ୍ରକାରେ ଲକ୍ଷ୍ମୀ ମହିମା ତୋହର। ଯାଅ ଲକ୍ଷ୍ମୀ ବାହାରି ଗ ନଥାଅ ମଘର। ତୋଠାରେ କୂପ କରିଛନ୍ତି ଜ୍ୟେଷ୍ଠ ଭାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଛାଡ଼ପତ୍ର ଦେଇ ମୋତେ ଦିଅ ଘଉଡ଼ାଇ। ଜଗନ୍ନାଥ କହୁଛନ୍ତି ଲକ୍ଷ୍ମୀ ମୁଖ ଚାହିଁ। ଆମ୍ଭ ଜାତିରେ ତ ଛାଡ଼ପତ୍ର ଚଳେ ନାହିଁ। ଛାଡ଼ିବା ଭାରି ଯା ମୁଖ ଚାହିଁ ନ ଯୋଗାଇ। ଲକ୍ଷ୍ମୀ ଦେବୀ କହୁଛନ୍ତି ଠାକୁରଙ୍କୁ ଚାହିଁ। ଯେତେବେଳେ ସାଗର ମନ୍ଥିଲ ଦେବ ଯାଇ। ବେଦ ମନ୍ତ୍ରାଦି ସହିତେ ମୋତେ ପାଇଥିଲ। ସେତେବେଳେ କଥା ହେ ପାଶୁରିଣ ଦେଲ।
ମୋର ପିତା ବରୁଣ ଯେ ତୁମ୍ଭକୁ ବରିଲା, କନକ ବେଦୀରେ ନେଇ ବିବାହ କରାଇଲା। ଝିଅ ଦେଇ ଶରଣ ପଶିଲେ ତୁମ୍ଭ ଠାଇଁ, ଦଶ ଦୋଷ ମୋର କ୍ଷମା କରିବାର ପାଇଁ। 10 ଗୋଟି ଦୋଷରୁ ଗୋଟିଏ ନ ସହିଲ, ପ୍ରଥମରେ ଚଣ୍ଡାଳୁଣୀ ବୋଲି ଗାଳି ଦେଲ। ବିବାହବାସୀ ଦିନ ଜୁଆ ଖେଳିବାର ବେଳେ, 7 ବେଳ କଉଡ଼ି ଯେ ପାତିଲଇଁ ତଳେ। ତୁମ୍ଭେ ତୁଳି ଦିଅ ନାଥ ମୋହର ହସ୍ତରେ, ସୁବର୍ଣ୍ଣ କଉଡ଼ି ମୁଇଁ ଜାକିଲଇଁ କରେ। ଛଡ଼ାଇ ନ ପାରି ତୁମ୍ଭେ ବ୍ରହ୍ମାଣ୍ଡ ଠାକୁର, ମତେ ବୁଇଲ ଯାଇ ଇଚ୍ଛା ମାଗି ଘେନ ବର। ଯାହା ମନ କରିବୁ ପ୍ରାଣ ସେଇ, ତାହା ମୁଁ ଅବଶ୍ୟ ଦେବି ଶୁଣ ପ୍ରାଣ ସହି। କରପତ୍ର ଯୋଡ଼ିଣ ମୁଁ ବୋଇଲି ଉତ୍ତର, ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଠାକୁର। 8 ଦିନେ ପଡ଼ିବ ମୋହର ଗୁରୁବାର, ପଡ଼ିଚର ଯିବି ମୁଇଁ ସଭିଙ୍କର ଘର। ପଡ଼ିଚର ଯିବି କିଟୁ ବ୍ରହ୍ମ ପରିଜନ୍ତେ, ଏହି ଦୋଷ ମୋର ପ୍ରଭୁ ନ ଧରିବ ଚିତେ। ହେଉ ବୋଲି ଶ୍ରୀମୁଖରୁ ଆଜ୍ଞା ଅଛ ଦେଇ, ଏବେ କିମ୍ପା ସତ୍ୟ ଭଗ୍ନ ହେଉଛ ଗୋସାଇଁ। ଜଗନ୍ନାଥ କହୁଛନ୍ତି କୂପ ଭର ହୋଇ, ବାପ ତ ଲୁଣିଆ ଯେ ଗରଜି ମରୁଥାଇ। ଝିଅ ଟେରି ତ ଦୁର୍ଗୁଣ କହିଲେ ନ ସରେ, ବାପର ଗର୍ଜନ ଶବ୍ଦେ କିଏ ରହିପାରେ। ଚାରିପାଖେ ମେଘନାଦ ପାଚେରୀ ତୋଳାଇ, ବଡ଼ ଦେଉଳରେ ରହିଅଛୁ ଦୁଇ ଭାଇ। ମହାଲକ୍ଷ୍ମୀ ବୋଲୁଛନ୍ତି ଠାକୁରଙ୍କୁ ଚାହିଁ, ଅଛବର ଘରେ ଦଣ୍ଡେ ଥିଲ ଉଭା ହୋଇ। ଅଛବ ବିଟାଳ ବୋଲି ଦିଅ ଘଉଡ଼ାଇ, ପୁଣି ଜାତି କୁଳ ଗୋତ୍ର କହିଲ ଗୋସାଇଁ। ପ୍ରଭୁ ହେତୁ ସବୁ ଯାଉଅଛି ଗୋପ୍ୟ ହୋଇ, ତୁମ୍ଭ ଜାତି କୁଳର ତ ଠିକଣା ନଥାଇ। ତୁମ୍ଭ ଜାତି କୁଳ ଯେ କହିଲେ ନ ସରଇ, ଗଉଡ଼ ଘରେ ରହିଲ ଦୁଇ ଗୋଟି ଭାଇ। ନିମା ନାମେ ଶିପୁଟି ଯେ ଜାତିରେ ଗୋଲକ, ତାହା ଘରେ ଜଗନ୍ନାଥ କଲ ଅନ୍ନ ଭକ୍ଷ। ଦୂତପଣେ ଯାଇଥିଲ ହସ୍ତିନା ଭୁବନ, ବିଦୁର ଘରେ ଯେ ପୁଣି କରିଲ ଭୋଜନ। ଯାର ନାମେ ଶବର ଯେ ଅରଣ୍ୟରେ ଘର, ସେ ତୁମ୍ଭକୁ ପୂଜିଲା ବରଷ 10 ବାର। ଅରଣ୍ୟରୁ ଫଳମୂଳ ଖୋଜିଣ ଆଣଇ, ବସିଣ ପ୍ରଥମେ ଫଳମୂଳ ସେ ଚାଖଇ। ପିତା କଷା ସବୁ ପ୍ରଭୁ ଆଡ଼ କରିଦେଇ, ଯେ ଫଳ ସୁଆଦ ତାହା ତୁମ୍ଭଙ୍କୁ ଭୁଞ୍ଜାଇ। ଶବର ବିଟାଳ ତୁମ୍ଭେ ବେନି ଗୋଟି ଭାଇ, ଏକଥା କି ତୁମ୍ଭ ମନୁ ଗଲା ଭୁଲ ହୋଇ। ଆପଣେ ପାତକୀ ତୁମ୍ଭେ ପର ନିନ୍ଦା କର, ପାପ ପୁଣ୍ୟ ଦୁଇ କଥା ବିଚାର ନ କର। ଭାରି ଯେ ଦୋଷ କଲେ ପତିତା ସହଇ, ଏକ ଅପରାଧେ ପ୍ରଭୁ ଭୃତ୍ୟ କିତେ ଜଇ। କିମ୍ପାଇଁ ନ କର ଗୋସାଇଁ ଏମନ୍ତ ବିଚାର, ଯାଅ ଯାଅ ବୁଲୁଅଛ ମତେ ବାରମ୍ବାର। ଜଗନ୍ନାଥ କହୁଛନ୍ତି ଏମନ୍ତ କରିବୁ, ମାଣେ ମାଣେ ପଡ଼ି ତତେ ନିତ୍ୟ ଦେଉଥିବୁ। ଭାଇଙ୍କୁ ବୁଝାଇ ପଛେ ତୁମ୍ଭଙ୍କୁ ଆଣିବୁ, ଭାଇଙ୍କ ଆଜ୍ଞା ଅବଜ୍ଞା କେଭେ ନ କରିବୁ।
ଲକ୍ଷ୍ମୀ ଦେବୀ କହନ୍ତି ପଡ଼ିରେ କାର୍ଯ୍ୟ ନାହିଁ, ଅନାଥ ରକ୍ଷ ପ୍ରାୟ ଯାଉଅଛି ମୁହିଁ। ରାଣ୍ଡି ଅଲକ୍ଷଣୀ ଝିଅ ମୁହିଁ ଯେ ନୁହଁଇ, ପିତାର ଘରକୁ ମୁଁ ଯେ ବାହାରି ଯିବଇଁ। ତୁମ୍ଭ ଅଳଙ୍କାର ମାନ ପ୍ରଭୁ କାଢ଼ି ନିଅ, ପଛରେ ମୋତେ ଯେ ଆଉ ବୁଲଣା ନ ଦିଅ। ଗୋବିନ୍ଦ ବୁଲନ୍ତି ଲକ୍ଷ୍ମୀ ହୋଇ ଲୋକିବାଇ, ଅଙ୍ଗୁ ଅଳଙ୍କାର ଆମ୍ଭେ ନବୁ କାହିଁ ପାଇଁ। ଭାରି ଯାର ଅଙ୍ଗେ ଯେଉଁ ଅଳଙ୍କାର ଥାଏ, ସ୍ୱାମୀ ହୋଇ ତାହାଠାରୁ କାଢ଼ିଣ କି ନିଏ। ଠାକୁରାଣୀ କହୁଛନ୍ତି ଶ୍ରୀମୁଖକୁ ଚାହିଁ, ତୁମ୍ଭର ଅଟଇ ମୁଁ ଯେ ପ୍ରଥମ ବିବାହୀ। ପଛରେ କହିବ ଲକ୍ଷ୍ମୀ ଆମ୍ଭ ଘରେ ଥିଲା, ସହସ୍ର ଟଙ୍କାର ଅଳଙ୍କାର ଘେନିଗଲା। ଏମନ୍ତ ଅଖ୍ୟାତି ମୋତେ ନ ଦିଅ ଗୋସାଇଁ, ତୁମ୍ଭ ଅଳଙ୍କାର ମାନ ନିଅ ବାହୁଡ଼ାଇ। ଶିରରୁ କାଢ଼ିଲେ ଲକ୍ଷ୍ମୀ ମୁକୁତାର ଜାଲି, ହୃଦରୁ କାଢ଼ିଲେ ଇନ୍ଦ୍ର ଗୋବିନ୍ଦ କାଞ୍ଚଲି। ଅଣ୍ଟାରୁ କାଢ଼ିଲେ ମାଏ ରତ୍ନ ଉଡ଼ିଆଣି, ନାସିକାରୁ କାଢ଼ିଲେ ସେ ମୁକୁତା ବସଣି। ଦୁଇ କର୍ଣ୍ଣରୁ କାଢ଼ିଲେ ହୀରାର କୁଣ୍ଡଳ, ଗଳାରୁ କାଢ଼ିଲେ ସେ ଦୋଷରି ଚିନା ମାଳ। ପାଦରୁ କାଢ଼ିଲେ ଦେବୀ ବାଜେଣୀ ନୂପୁର, ଅଙ୍ଗୁଷ୍ଠିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ୱର। ଅନ୍ୟ ଅଳଙ୍କାର ମାନ କି କହିବି ଆଉ, ରୁଣ୍ଡ କଲାରୁ ଦିଶିଲା ସବୁ ଦାଉ ଦାଉ। ସବୁ ଅଳଙ୍କାର ମାନ ଏକ ଠାବେ କଲେ, ରଖ ଦୀନ ବନ୍ଧୁ ଏହା ବୋଲି ସମର୍ପିଲେ। ଗୋବିନ୍ଦ କହନ୍ତି ଏହା କି କରିବୁ ନେଇ, ଆମ୍ଭର ଏ ଅଳଙ୍କାର ପ୍ରୟୋଜନ ନାହିଁ। ଗୃହସ୍ଥ ହୋଇଣ ଯେବେ ଭାର୍ଯ୍ୟାକୁ ତେଜଇ, 6 ମାସକୁ ଭାତ ଲୁଗା ଲେଖିଣ ଦିଅଇ। ଏହି ଅଳଙ୍କାର ସବୁ ତୁମ୍ଭେ ଘେନି ଯାଅ, ବିକି ଭାଙ୍ଗି କରି ଭାତ ଲୁଗା କରୁଥାଅ। ଲକ୍ଷ୍ମୀ ଦେବୀ କହୁଛନ୍ତି ପ୍ରଭୁ ମୁଖ ଚାହିଁ, ସାବଧାନ ହୋଇ ଶୁଣ ବ୍ରହ୍ମାଣ୍ଡ ଗୋସାଇଁ। ମୋହ ତୁଲେ ଆଉ ଯେଉଁ ଭାରି ଜାଣିବ, ଏହି ସବୁ ଅଳଙ୍କାର ତାହାକୁ ଯେ ଦେବ। ମୁହିଁ ଯାଉଅଛି ହୀନା ଅରକ୍ଷିତା ହୋଇ, ମୋର ଅଭିଶାପ ଘେନ ପ୍ରଭୁ ଭାବଗ୍ରାହୀ। ସତେ ଯେବେ ସୂର୍ଯ୍ୟ ଚନ୍ଦ୍ର ହୁଅନ୍ତି ଆତ ଜାତ, ତୁମ୍ଭକୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ। 12 ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ, ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭକୁ ନ ମିଳିବ। ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି ଅନ୍ନ, ଭୋଜନ କରିବ ତେବେ କାଢ଼ିଅ ଗଞ୍ଜନ। ଏତେ ବୋଲି ଲକ୍ଷ୍ମୀ ଦେବୀ ଶାପ ଦେଇଗଲେ, ଦେଉଳୁ ବାହାର ହୋଇ କେତେ ଦୂର ଗଲେ। ଏହା ଦେଖି ଦାସୀମାନେ ସଙ୍ଗେ ଗୋଡ଼ାଅନ୍ତି, ଦାସୀଙ୍କୁ ଅନାଇ ଲକ୍ଷ୍ମୀ ଦେବୀ ବୁଲୁଛନ୍ତି। ମୁହିଁ ଯାଉଅଛି ହୀନ ଅଲକ୍ଷଣୀ ହୋଇ, ମୋର ପଛେ ତୁମ୍ଭେମାନେ ଆସୁଛ କିମ୍ପାଇଁ। ଏହିପରି ହୋଇ ଯେବେ ପିତା ଘର ଯିବି, 4 ଦିନ ମାତ୍ର କରି ରହି ନ ପାରିବି। ଜଗନ୍ନାଥ ପ୍ରାୟ ବନ୍ଧୁ ପିତା ଘର ଯିବେ, ତାଙ୍କୁ ଦେଖି ପିତା ମୋତେ ସମର୍ପିଣ ଦେବେ। ଶାପ ଦେବା ଫଳ ମୋର ହେବ କାରଣ, ଦରିଦ୍ର ନୋହିବେ ପ୍ରଭୁ ଦେବ ଭଗବାନ। ଏତେ ବୋଲି ଲକ୍ଷ୍ମୀ ଦେବୀ ମନେ ଚିନ୍ତା କଲେ, ବିଶ୍ୱକର୍ମାକୁ ଯେ ମାଏ ମନେ ସୁମରିଲେ।
ବୈକୁଣ୍ଠପୁରରେ ବିଶ୍ୱକର୍ମା ରହିଥିଲେ। ସ୍ମରଣ ମାତ୍ରକେ ଲକ୍ଷ୍ମୀ ଛାମୁରେ ମିଳିଲେ। କିସ ଆଜ୍ଞା ହେଉ ମତେ ଲକ୍ଷ୍ମୀ ମହାମାୟୀ, ଶୁଣି ଆଜ୍ଞା ଦେଲେ ବିଶ୍ୱକର୍ମାକୁ ଯେ ଚାହିଁ। ଚଣ୍ଡାଳୁଣୀ ବାଦେ ପ୍ରଭୁ ଦେଲେ ଘଉଡ଼ାଇ, ପାରିବୁ କି ଖଣ୍ଡିଏ କୁଡ଼ିଆ ତୋଳି ଦେଇ। ଆଜ୍ଞା ମାତ୍ରେ ବିଶ୍ୱକର୍ମା ବେଗେ ଚଳିଗଲା, ତିନି କୁଶ ପ୍ରମାଣେ ଉଆସ ତୋଳାଇଲା। ସୁବର୍ଣ୍ଣର କାନ୍ତମାନ ସବୁ ଘରେ କଲେ, ହୀରା ନୀଳା ମାଣିକ୍ୟାଦି ତହିଁ ଖଞ୍ଜାଇଲେ। ଗଣ୍ଠି ତଳେ ଅନେକ ମୁକୁତା ଲଗାଇଲେ, ପ୍ରବାଳର ସ୍ତମ୍ଭମାନ ତହିଁରେ ରଚିଲେ। ପୁର ଦେଖି କମଳିନୀ ସନ୍ତୁଷ୍ଟ ହୋଇଲେ, ବିଶ୍ୱକର୍ମାକୁ ବହୁତ ପ୍ରଶଂସା ଯେ କଲେ। ବୈକୁଣ୍ଠପୁରକୁ ବିଶ୍ୱକର୍ମା ଚଳିଗଲେ, ଅଷ୍ଟବେତାଳଙ୍କୁ ଡାକି ଦେବୀ ଆଜ୍ଞା ଦେଲେ। ଅଷ୍ଟବେତାଳରେ ତୁମ୍ଭେ ହେମନ୍ତ କରିବ, ପ୍ରଥମେ ରୋଷେଇ ଶାଳେ ଯାଇଣ ପଶିବ। 60 ପଉଟି ବୁଗ ଭୁଞ୍ଜିବ ଯେ ତହିଁ, 13 ପଉଟି ବ୍ୟଞ୍ଜନ ଖାଇବ ହର୍ଷ ହୋଇ। ଶାଗ ମୁଗ ମଧୁ ରୁଚି ତିକ୍ତ କାଞ୍ଚିରାଇ, ଆମ୍ବିଳ ଖାଇବ ଖଣ୍ଡ ସାକର ମିଶାଇ। ଅମୃତ ମଣୋହି ମାନ ଭୋଜନ କରିବ, ହାଣ୍ଡିମାନ ନେଇ ଏକଠାବେ କଚାଡ଼ିବ। ତହୁଁ ଯାଇଣ ଭଣ୍ଡାର ମଧ୍ୟରେ ପଶିବ, 52 କୋଟି ଭଣ୍ଡାର ବୋହିଣ ଆଣିବ। କାଳି କଉଡ଼ି କଳାର ଦ୍ରବ୍ୟ ନ ରଖିବ, ସବୁ ବୋହି ଆଣି ମହପାଶେ ସମର୍ପିବ। ବେତାଳ ବୋଇଲେ ମହାଲକ୍ଷ୍ମୀ ମୁଖ ଚାହିଁ, କେମନ୍ତ କରିଣ ତହୁଁ ଆଣିବୁ ବୁହାଇ। ଜଗନ୍ନାଥ ମହାପ୍ରଭୁ ତହିଁ ଚେଇଁଥିବେ, ଆମ୍ଭକୁ ଦେଖିଲେ କାଳେ ପରାଭବ ଦେବେ। ଶୁଣି କମଳିନୀ ନିଦ୍ରାବତୀ କିରାଇଲେ, ବହନମ ବୋଲ କର ବୋଲିଣ ବୋଇଲେ। ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିବୁ, କାଲି ବେଳ 2 ଘଡ଼ି ଯାଏ ନ ଛାଡ଼ିବୁ। ଆଜ୍ଞା ପାଇ ନିଦ୍ରାବତୀ ଶୀଘ୍ର ଚଳିଗଲେ, ରାମକୃଷ୍ଣ ନୟନରେ ନିଦ୍ରା ଯେ ଘାରିଲେ। ପାକଶାଳାରେ ବେତାଳେ ପ୍ରବେଶ ହୋଇଲେ, ତହିଁ ଥିବା ପାକ ଦ୍ରବ୍ୟ ସମସ୍ତ ଖାଇଲେ। ହାଣ୍ଡିମାନ ସବୁ ଏକଠାବେ କଚାଡ଼ିଲେ, ଭଣ୍ଡାର ଘରରେ ଅଷ୍ଟବେତାଳେ ପଶିଲେ। ଯେତେ ଦ୍ରବ୍ୟ ପୂର୍ଣ୍ଣ ହୋଇ ରହିଥିଲା ତହିଁ, 52 କୋଟି ଭଣ୍ଡାର ଆଣିଲେ ବୁହାଇ। ରାତ୍ର 16 ଘଡ଼ି ଯାଏ ବେତାଳ ଯେ ତହିଁ, କୁଲାରୁ ଛାଞ୍ଚୁଣି ଯାଏ ସବୁ ନେଲେ ବୋହି। ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ, ତୁମ୍ଭେ ଆଜି ପୁତ୍ର ପଣ କରିଲ ବୋଇଲେ। ପ୍ରଶଂସା କରିଣ ମାଏ ବଚନ ଯେ କହି, ସବୁ ଦ୍ରବ୍ୟ ଆଣିଲ ତ ରତ୍ନ ଖଟ କାହିଁ। 5 ଲକ୍ଷ ଟଙ୍କା ମୂଲ୍ୟ ସେ ଖଟ ଅଟଇ, ଯାଅରେ ବେତାଳ ଏବେ ଖଟ ଆଣ ବୋଇ। ଯେବେ ଜଗନ୍ନାଥ ପ୍ରଭୁ ମତେ ନ ଖୋଜିବେ, ନାରୀଙ୍କୁ ପୁରୁଷମାନେ ଆଉ ନ ଲୋଡ଼ିବେ। ମତେ ଘେନି ପ୍ରଭୁ ଯେବେ ନ କରିବେ ଘର, କଳି ଯୁଗେ ନାରୀଙ୍କି ଯେ ନ ଖୋଜିବେ ନର। ବେତାଳେ ବୁଲୁଅଛନ୍ତି ରମା ମୁଖ ଚାହିଁ, ରତ୍ନ ଖଟେ ଶୋଇଛନ୍ତି 2 ଗୋଟି ଭାଇ। କୋଟି ସିଂହ ପରାକ୍ରମ ପ୍ରଭୁ ବଳରାମ, ପୁଣି ତହିଁ ଶୋଇଛନ୍ତି କାଳିୟ ଗଞ୍ଜନ। 7 ଗୋଟି ପର୍ବତରୁ ଅଟଇ ସେ ଗରୁ,
ନାମ ବହି ଅଛନ୍ତି ଅଚଳ ମହାମେରୁ। ମହାଲକ୍ଷ୍ମୀ ବୋଇଲେ ରେ ମନ୍ତ କରିବ, ଦୌଡ଼ିଆ ଖଟ ଏକ ଗୁଟି ଯେ ଆଣିବ। ରାମକୃଷ୍ଣ ଦୁହିଁଙ୍କୁ ଯେ ଗଡ଼ାଇଣ ଦେବ, ଶୋଇବାର ରତ୍ନ ଖଟ ବୋହିଣ ଆଣିବ। ଏହା ଶୁଣି ବେତାଳେ ଯେ ଶୀଘ୍ର ଚଳିଗଲେ, ରତ୍ନ ଖଟ ପାଶେ ଦୌଡ଼ିଆ ଖଟ ଦେଲେ। ବଳରାମଙ୍କୁ ପ୍ରଥମେ ଧଇଲେ କଜାଇ, ଦୌଡ଼ିଆ ଖଟକୁ ଯେ ଦେଲେ ଗଡ଼ିଆଇ। ଏ ଉତ୍ତାରୁ ଜଗନ୍ନାଥ ପ୍ରଭୁଙ୍କୁ ଧଇଲେ, ଦୌଡ଼ିଆ ଖଟ ଉପରକୁ ଗଡ଼ାଇଲେ। ଶୋଇବାର ରତ୍ନ ଖଟ ଆଣିଲେ କବହି, ମହାଲକ୍ଷ୍ମୀ ଆଗେ ଦେଲେ ଆନନ୍ଦରେ ନେଇ। ବଳରାମ ପିନ୍ଧିବାର ପାଟ ବୋହି ନେଲେ, ଜଗନ୍ନାଥ ପିନ୍ଧିବାର ନେତ ଘେନି ଗଲେ। ଦେଖିକରି ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇଲେ, ଅଷ୍ଟବେତାଳଙ୍କୁ ବର ଯାଚିଣ ଯେ ଦେଲେ। ଆରେ ଅଷ୍ଟବେତାଳରେ ମନ୍ତ କରିବ, ବୈକୁଣ୍ଠପୁରରେ ଯାଇ ସୁଖରେ ରହିବ। ଆଜ୍ଞା ପାଇଣ ବେତାଳ ଗଣ ବେଗେ ଗଲେ, ବୈକୁଣ୍ଠପୁରରେ ଯାଇ ପ୍ରବେଶ ହୋଇଲେ। ମହାଲକ୍ଷ୍ମୀ ତହୁଁ ଏକ କଥା ବିଚାରିଲେ, ସରସ୍ୱତୀ ଦେବୀଙ୍କୁ ଯେ ହୃଦେ ସୁମରିଲେ। ବୋଇଲେ ଗୋ ସରସ୍ୱତୀ ଏ ମନ୍ତ କରିବ, ରାଜେ ରାଜେ ହୋଇ ଘରେ ଘରେ ବୁଲୁଥିବ। ସର୍ବଦ୍ୱାରେ ଜଗନ୍ନାଥ ବୁଲିବେ କଜାଇ, ସର୍ବକଣ୍ଠେ ସରସ୍ୱତୀ ବିଜେ କର ତୁହି। ଅନ୍ନ ପାଣି କେହି ତାଙ୍କୁ କିଛି ନ ଦେବେ, ଏତେ ଦୁଃଖ ପାଇଲେ ଯେ ମତେ ସୁମରିବେ। ଆରାମଦାୟିନୀ ରାତି ସୁଖରେ ପାହିଲା, ବେଳ 2 ଘଡ଼ିକରେ ନିଦ୍ରା ଯେ ଭାଜିଲା। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଗହଳ ଚହଳ ଆଜି କିଛି ଶୁଭୁନାହିଁ। ମୁଦି ରଥ ପଣ୍ଡା ରଥ ତୁଣ୍ଡ ଶୁଭୁନାହିଁ, ଦାସୀ ପରିବାରି ଯେପରି ଛାଗଲେ କାହିଁ। ଶ୍ରୀମୁଖ ପଖାଳିବାକୁ ଜଳ ନ ମିଳଇ, କି ବୁଦ୍ଧି କରିବା ଏବେ କହରେ କହ୍ନାଇ। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଲକ୍ଷ୍ମୀ ଛାଡ଼ି ଗଲାରୁ ଯେ ଏମନ୍ତ ହୁଅଇ। ବଳରାମ କହୁଛନ୍ତି ଶୁଣରେ କହ୍ନାଇ, ଭାର୍ଯ୍ୟା ଛାରକୁ ଏମନ୍ତ କହୁଅଛୁ ତୋଇ। ଯାହାର ଭାରିଜା ଯେବେ ରୁଷି ହଜିଯାଏ, ତାର ଗୃହସ୍ଥ କି ଭାତ ରାନ୍ଧିଣ ନ ଖାଏ। ଭଣ୍ଡାର ଘରକୁ ବି ଯେ କଲେ 2 ଭାଇ, ଭଣ୍ଡାରେ ଦେଖିଲେ କିଛି ପଦାର୍ଥ ଯେ ନାହିଁ। ବଳରାମ କହୁଛନ୍ତି କାହିଁକି ସହେଲା, 52 ଗୋଟି ଭଣ୍ଡାର ତକ ଘେନି ଗଲା। ଲକ୍ଷେ ଜୀବ ଖାଇଲେ ବୁହିଲେ ନ ସରଇ, କ୍ଷଣକ ଭିତରେ କିଏ ଘେନି ଗଲା ବହି। ସୁବର୍ଣ୍ଣ ମୁଦିଏ ବଳରାମ ଯେ ପାଇଲେ, 7 ଗୋଟି ଗଣ୍ଠି ଦେଇ କାନିରେ ବାନ୍ଧିଲେ। ଜଗନ୍ନାଥ ବୁଇଲେ ହକି ପାଇଲ ଭାଇ, ବଳରାମ କହୁଛନ୍ତି ଧନ ପାଇଲଇ। ଜଗନ୍ନାଥ କହୁଛନ୍ତି ବଳରାମ ଭାଇ, ବେଙ୍ଗି ପିତଳ ଖଣ୍ଡକ ରଖ କାହିଁ ପାଇଁ। ବଳରାମ କହୁଛନ୍ତି କି କଥା ହୋଇଲା, ପାଇଥିବା ସ୍ୱର୍ଣ୍ଣ ବେଙ୍ଗି ପିତଳ ହୋଇଲା। ଶୁଦ୍ଧ ସୁବର୍ଣ୍ଣରେ ଯେଉଁ ଧନ ହୋଇଥିଲା, ଭାଗ୍ୟକୁ କାଳି କଉଡ଼ି ସମାନ ନୋହିଲା। ସେଠାରୁ ବାହାରି ଗଲେ 2 ଗୋଟି ଭାଇ, ପାକଶାଳା ଦ୍ୱାରେ ଯେ ପ୍ରବେଶ ହେଲେ ଯାଇ।
ବଳରାମ ଠିଆ ହେଲେ ଦୁଆର ମୁହଁକୁ, ଜଗନ୍ନାଥ ପଶିଗଲେ ରୋଷେଇ ଘରକୁ। ଦେହରେ ଲାଗିଲା କଳା, ମୁହଁରେ ଲାଗିଲା କଳା, ଶ୍ରୀମୁଖ ଗୋଟିକ ଝଲକି ଦିଶିଲା। ବଳରାମ କହୁଛନ୍ତି ଶୁଣ ଜଗନ୍ନାଥ, ବଡ଼ଖିଆ ବୋଲି ତତେ ବୁଲନ୍ତି ଜଗତ। ମତେ ଅନ୍ନ ନ ଦେଇଣ ସବୁ ଖାଉ ତୋହି। ଜଗନ୍ନାଥ କହୁଛନ୍ତି ଶୁଣ ଜ୍ୟେଷ୍ଠ ଭାଇ, ଅନ୍ନ କାହୁଁ ମିଳିବ ଯେ ଚୁଲି ସୁଧା ନାହିଁ। ନ ବୁଝି ଏପରି କିମ୍ପା କହୁଛ ଗୋସାଇଁ, ସେଠାରୁ ଯାଇ ଦେଖିଲେ ଧାନର ମରାଇ। ଲକ୍ଷ ଲକ୍ଷ ଭରଣ ଯେ ଧାନ ଯହିଁ ଥାଇ, ଦେଖିଲେ ଅଗାଡ଼ି ତହିଁ ଗୋଟିଏ ଯେ ନାହିଁ। ତହୁଁ ଗଲେ ଦୁଇ ଭାଇ ନିରାଶ ଯେ ହୋଇ, ଇନ୍ଦ୍ରଦ୍ୟୁମ୍ନ କୂଳେ ଯାଇ ପ୍ରବେଶ ହୋଇଲେ। ଟୋପାଏ ସୁଧା ଯେ ପାଣି ତହିଁ ନ ଦେଖିଲେ, ବଡ଼ ଦେଉଳରେ ଯାଇ ପ୍ରବେଶ ହୋଇଲେ। ସେଦିନକ ଉପବାସ କରିଣ ରହିଲେ। ଆଗକୁ କ'ଣ ହେଲା ଖୁବ୍ ଶୀଘ୍ର ପାର୍ଟ 2ରେ ଦେଖିବେ। ଜୟ ମା ଲକ୍ଷ୍ମୀ।